ମୁଁ ପ୍ରଦୀପ ସାହୁ ଆପଣମାନଙ୍କୁ ମାଲ୍ୟଗିରି କହେ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ କରୁଛି। ନବୀନ ପଟ୍ଟନାୟକ କାହିଁକି ୱାକଫ୍ ବିଲ୍ ସପକ୍ଷରେ ଭୋଟ ଦେବା ପାଇଁ ତାଙ୍କ ଏମ୍ପିକୁ ସୂଚନା ଦେଇଥିଲେ, ଜାଣନ୍ତୁ ଏହି ସତ୍ୟ। ପ୍ରଥମେ ୱାକଫ୍ ବୋର୍ଡ଼ ବିଲ୍ ବିରୁଦ୍ଧରେ ଭୋଟ ଦେବା ପାଇଁ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଆମେ ଧର୍ମନିରପେକ୍ଷ ଦଳ ବୋଲି ସେ କହିଥିଲେ, କିନ୍ତୁ ଯେଉଁଦିନ ୱାକଫ୍ ବୋର୍ଡ଼ର ଭୋଟ ହେଲା, ଶୁଣାଯାଉଛି ଯେ 3ଟି ଭୋଟ ୱାକଫ୍ ବୋର୍ଡ଼ ସପକ୍ଷରେ ଏମ୍ପି ମାନେ ଦେଇଥିଲେ ଏବଂ ବିପକ୍ଷରେ 3ଟି ଭୋଟ ଏବଂ ଜଣେ ଭୋଟ ଦାନରୁ ବିରତ ରହିଥିଲେ। ଏହା କାହିଁକି ହେଲା? ପ୍ରକୃତରେ ଯେଉଁ ହଟଚମଟ ଲାଗିଛି ତାହା କ'ଣ ନବୀନ ପଟ୍ଟନାୟକଙ୍କର ଅଜ୍ଞାତରେ ଭୋଟ ଦେଲେ? ଏହା କେବେ ସମ୍ଭବ ନୁହେଁ। କାହିଁକି? ଶୁଣନ୍ତୁ, ଯେ ବିଜେଡ଼ିର ଏମ୍ପି ଯେଉଁ ଏକ୍ସ ହ୍ୟାଣ୍ଡେଲ ବା ଟ୍ୱିଟରରେ ସୂଚନା ଦେଲେ ଯେ ସସ୍ମିତ ପାତ୍ର କହିଲେ ଯେ ଏଥିପାଇଁ ହୁଇପ୍ ଜାରି କରାଯାଏ ନାହିଁ, ଯେକୌଣସି ଏମ୍ପି ମାନେ ବିବେକାନୁମୋଦିତ ଭୋଟ ଦେଇପାରିବେ। ତେବେ ବର୍ତ୍ତମାନ କୁହାଯାଉଛି ତାହା ସସ୍ମିତ ପାତ୍ରଙ୍କର ଇଚ୍ଛା ଥିଲା କିମ୍ବା ପାଣ୍ଡିଆନ ତାଙ୍କୁ ଇସାରା ଦେଇଥିଲେ। ପ୍ରକୃତରେ ପାଣ୍ଡିଆନ କୌଣସି ଇସାରା ଦିଅନ୍ତି ନାହିଁ। ଯାହା ଇସାରା ଦିଅନ୍ତି, ନିର୍ଦ୍ଦେଶ ଦିଅନ୍ତି, ନବୀନଙ୍କ ସହିତ ଆଲୋଚନା କରିଦିଅନ୍ତି। ତେବେ ନବୀନଙ୍କର ଏଥିରେ କ'ଣ ସମ୍ମତି ଥିଲା? ନିଶ୍ଚିନ୍ତ ଥିଲା। ଯଦି ସମ୍ମତି ନଥିଲା ତାହେଲେ 7 ଘଣ୍ଟା ପରେ, ଅର୍ଥାତ୍ ସସ୍ମିତ ପାତ୍ର ଟ୍ୱିଟରରେ ଲେଖିବାର 7 ଘଣ୍ଟା ପରେ ଭୋଟ ଦାନ ହେଲା। ତା ମଧ୍ୟରେ ସମସ୍ତେ ଜାଣିଥିଲେ, ସମସ୍ତେ ଶୁଣୁଥିଲେ, କେହି ମନା କଲେ ନାହିଁ। କାହିଁକି ଏମିତି ଟ୍ୱିଟ୍ କଲା ବୋଲି? ଅର୍ଥାତ୍ ସେମିତି ଟ୍ୱିଟ୍ କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। ଏବଂ ତାହେଲେ କାହିଁକି ଏପରି ଭୋଟ ଦାନ ହେଲା? ତାର ରହସ୍ୟ କେବଳ ଗୋଟିଏ ଜାଗାରେ ଅଛି। କାରଣ ଯେତେବେଳେ ରାଜାଚକ୍ରକୁ ଭିଜିଲାନ୍ସ କେସ୍ କଲା, ତାପରେ ପରେ ଆପଣ ଜାଣିଥିବେ ନବୀନ ପଟ୍ଟନାୟକ ଯାଇଥିଲେ ଦିଲ୍ଲୀ। କାହିଁକି ଦିଲ୍ଲୀ ଦେଇଥିଲେ? ନିଶ୍ଚିନ୍ତ କିଛି କାରଣ ଅଛି। ଅର୍ଥାତ୍ ପାଣ୍ଡିଆନ ଯେ ଜାଣିଥିଲେ ଯେ ରାଜାଚକ୍ର କେସ୍ର ଯଦି ତଦନ୍ତ ହୁଏ ତାହେଲେ ପରୋକ୍ଷରେ ମଧ୍ୟ ପାଣ୍ଡିଆନ ଫସିବାର ଚାନ୍ସ ଅଛି ଏବଂ ପାଣ୍ଡିଆନ ଫସିବେ ମାନେ ସିଧାସଳଖ ଅଙ୍ଗୁଠି ନିର୍ଦ୍ଦେଶ କରୁଛି ନବୀନ ପଟ୍ଟନାୟକକୁ। ତେଣୁ ନବୀନ ପଟ୍ଟନାୟକଙ୍କ ଧଳା ପାଇଜାମାରେ ଦାଗଟିଏ ନ ଲାଗୁ, ସେଥିପାଇଁ ସେ ନିଶ୍ଚିନ୍ତ ଭାବରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ଆଲୋଚନା କରିଥିବେ ଏବଂ କେନ୍ଦ୍ର ନେତୃତ୍ୱ ମଧ୍ୟ ନବୀନ ପଟ୍ଟନାୟକକୁ କୌଣସି ପ୍ରକାର ସେପରି ଆକ୍ରୋଶ ମନୋଭାବ ନାହିଁ। ତାଙ୍କ ପ୍ରତି ଏକ ସଫ୍ଟ କର୍ଣ୍ଣର ରହିଛି, କାରଣ ପୂର୍ବରୁ ବିଭିନ୍ନ ସମସ୍ୟା ବା ବିଭିନ୍ନ ଇସ୍ୟୁରେ କେନ୍ଦ୍ରରେ ଭୋଟ ଦେଇ ବିଜେପି ସରକାରର ଅନେକ ବିଲ୍କୁ ପାସ୍ କରିବାରେ ସାହାଯ୍ୟ କରିଛନ୍ତି ନବୀନ ପଟ୍ଟନାୟକ। ଏପରିକି 2024 ନିର୍ବାଚନରେ ପୁଣି ଆଲାଏନ୍ସ ହେବାର ସମ୍ଭାବନା ଥିଲା, ମାତ୍ର ରାଜ୍ୟ ବିଜେପିର ଘୋର ବିରୋଧ ଯୋଗୁଁ ବିଜେପି ଏବଂ ବିଜେଡ଼ି ମଧ୍ୟରେ ମେଣ୍ଟ ହୋଇପାରିନଥିଲା। କିନ୍ତୁ କେନ୍ଦ୍ର ନେତୃତ୍ୱ ମେଣ୍ଟ ସପକ୍ଷରେ ପୂର୍ଣ୍ଣ ଭାବରେ ଥିଲେ। ଏଣୁ ନବୀନ ପଟ୍ଟନାୟକକୁ କୌଣସି ଅସୁବିଧା ନ ହେଉ, ତାହା କେନ୍ଦ୍ର ନେତୃତ୍ୱ ମଧ୍ୟ ବିଚାର କରିଥିଲେ ଏବଂ ଯେଉଁ ଗୋଟିଏ ଦିନ ମଧ୍ୟରେ ଆଇଏସ୍ ରାଉତଙ୍କର ଯେଉଁ ଭିଆର୍ଏସ୍ ପାସ୍ ହେଇଯାଇଥିଲା, ତାହା ମଧ୍ୟ ପାଣ୍ଡିଆନ ଏବଂ ନବୀନଙ୍କର
ଯୋଗୁଁ ସମ୍ଭବ ହୋଇଥିଲା। ଏଥିପାଇଁ ନିଶ୍ଚିତ ଭାବରେ କେନ୍ଦ୍ର ନେତୃତ୍ୱ ଏକ ଡିଲ୍ କରିଥିବେ, ଯାହାକି ୱାକଫ୍ ବୋର୍ଡ଼ ସପକ୍ଷରେ ଭୋଟ ଦିଅନ୍ତୁ। ତେଣୁ ଦୁଇଟି ଯାକ କଥାକୁ କାର୍ଯ୍ୟକାରୀ କରିବା ପାଇଁ ଏବଂ ନିଜ ଦଳ ଉପବିପକ୍ଷକୁ ସନ୍ତୁଷ୍ଟ କରିବା ପାଇଁ 3ଟି ଭୋଟ ସପକ୍ଷରେ 3ଟି ଭୋଟ ବିପକ୍ଷରେ ଦେବା ପାଇଁ ଚିନ୍ତା କରିଥିଲେ ଏବଂ ତଦନୁଯାୟୀ ସମସ୍ତ କାର୍ଯ୍ୟ କରାଯାଇଛି। ନବୀନ ଏବଂ ପାଣ୍ଡିଆନ୍ ତାଙ୍କ ଉପରେ ଆଞ୍ଚ ନ ଆସୁ ସେ ଚିନ୍ତା କରି କେନ୍ଦ୍ର ନେତୃତ୍ୱ ବିଜେପିର ନେତୃତ୍ୱ ସହିତ ଆଲୋଚନା କରିଛନ୍ତି। ମାତ୍ର ତଳ ସ୍ତରରେ ବିଜେପିକୁ ବିରୋଧ ନ କରାଗଲେ ତାଙ୍କର ଅସ୍ତିତ୍ୱ ଆଉ ରହିବ ନାହିଁ ବୋଲି ବିଜେଡ଼ିର ରାଜ୍ୟ ନେତୃତ୍ୱ ନେତାମାନେ ଚିନ୍ତା କରି ବିରୋଧ କରୁଛନ୍ତି। କିନ୍ତୁ ଏକଥା ସତ୍ୟ ଯେ ଯଦି ପାଣ୍ଡିଆନ୍ ଏବଂ ନବୀନ ପଟ୍ଟନାୟକ ଭୋଟ ସପକ୍ଷରେ ୱାକଫ୍ ବିଲ୍ ସପକ୍ଷରେ ଭୋଟ ଦେବା ପାଇଁ ନିଷ୍ପତ୍ତି ଇସାରା ନ ଦେଇଥାନ୍ତେ, ତାହେଲେ ସୁଲତା ଦେଓଙ୍କ ଭଳି ନେତ୍ରୀ ଯିଏକି ପ୍ରତ୍ୟେକ ଦିନ ବିଜେପି ବିରୁଦ୍ଧରେ ଉଦ୍ଗାର କରନ୍ତି ଏବଂ ଇଆଡ଼ୁ ସିଆଡ଼ୁ ଗପି ଚାଲନ୍ତି, ବିରୋଧ କରନ୍ତି, ଏତେ କଥା କୁହନ୍ତି, ସେ କେମିତି ଭୋଟଟେ ଦେଇଦେଲେ। ତେଣୁ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କ ଇସାରାରେ ୱାକଫ୍ ବୋର୍ଡ଼ରେ ଭୋଟ ଦିଆଯାଇଛି। କାରଣ ତାଙ୍କ କିଛି ସ୍ୱାର୍ଥ ରକ୍ଷା କରାଯାଉ ଏବଂ ରକ୍ଷା କରାଯାଇପାରେ ବୋଲି ସେଭଳି ସେମାନେ ଡିଲ୍ କରିଛନ୍ତି। ଏବଂ ବିଜେଡ଼ି ନେତୃତ୍ୱ ରାଜ୍ୟ ନେତୃତ୍ୱ ଆମେ ଲୋକଙ୍କୁ କ'ଣ କହିବୁ, କ'ଣ ରାଜନୀତି କିପରି କରିବୁ, ଏହା ଚିନ୍ତା କରି କେବଳ ପାଟିତୁଣ୍ଡ ଗୁଡ଼ କରୁଛନ୍ତି। ନହେଲେ ତାଙ୍କ ରାଜନୀତିର ସ୍ଥିତି ଲୋକଙ୍କୁ କହିବା ପାଇଁ କିଛି ରହିବ ନାହିଁ। ଏଭଳି ପରିସ୍ଥିତିରେ ବିଜେଡ଼ିର ରାଜନୀତି ଚାଲିଛି।